Hello friends, you are welcome to my YouTube channel. ବନ୍ଧୁଗଣ ଜୟ ଜଗନ୍ନାଥ। ଆଜି ଆମ ଗାଁ ନରେନ୍ଦ୍ରପୁରର 22ତମ ବାର୍ଷିକ ଭାଗବତ ପାରାୟଣ ସପ୍ତାହ ପାଇଁ କଳସ ଯାତ୍ରା, ଘଟ ପୂଜା ଓ ଶୁଭାଦିବାସ ପରେ ରାତ୍ର 8 ସମୟରେ ଏକ ବାଦପାଲା ଅନୁଷ୍ଠିତ ହୋଇଥିଲା। ବନ୍ଧୁଗଣ ଆଜି ଏହି ବାଦପାଲାରେ ଶ୍ରୀ ଶ୍ରୀ ନୀଳାଞ୍ଚଳ ନିଖିଳ ଉତ୍କଳ ପାଲା ପରିଷଦର 2 ଜଣ ବଳିଷ୍ଠ ପାଲା ଗାୟକ ଆଜି ପାଲା ପରିବେଷଣ କରୁଛନ୍ତି। ସେ ହେଉଛନ୍ତି ଶ୍ରୀଯୁକ୍ତ ଧ୍ରୁବଚରଣ ରଥ ଓ ଅନ୍ୟ ଜଣେ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ଦାସ। ଆଜିର ବିଷୟ ହେଉଛି ପରୀକ୍ଷିତ ବ୍ରହ୍ମ ସାବ। ଆପଣମାନେ ଦେଖୁଛନ୍ତି ବର୍ତ୍ତମାନ ପାଲା ଗାୟକ ଶ୍ରୀଯୁକ୍ତ ଧ୍ରୁବଚରଣ ରଥ ପାଲା ପରିବେଷଣ କରୁଛନ୍ତି। ଶ୍ରୀଯୁକ୍ତ ଧ୍ରୁବଚରଣ ରଥ ପ୍ରଥମ ପାଳିରେ ତାଙ୍କର ପାଲା ପରିବେଷଣ କରୁଛନ୍ତି। ଆପଣ ଦେଖୁଛନ୍ତି ଅନ୍ୟ ପାଲା ଗାୟକ ଶ୍ରୀଯୁକ୍ତ ଅଲେଖ ପ୍ରସାଦ ଦାସ ଏବଂ ତାଙ୍କର ସାଥୀମାନେ।
ବନ୍ଧୁଗଣ ଆପଣ ମାନେ ଦେଖୁଛନ୍ତି ବାଦିପାଲାର ପ୍ରଥମ ପାଳିରେ ପାଲା ଗାୟକ ଶ୍ରୀଯୁକ୍ତ ଅନେକ ଧ୍ରୁବଚରଣ ରଥ ବନ୍ଧୁଗଣ ଆଜିର ପାଲାର ବିଷୟବସ୍ତୁ ହେଉଛି ପରିଗୀତାଙ୍କର ବ୍ରହ୍ମସାର। ବନ୍ଧୁଗଣ ଆପଣମାନଙ୍କୁ ବିଶେଷ ଅନୁରୋଧ, ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ହେଇଥାନ୍ତି କିମ୍ବା ଚ୍ୟାନେଲକୁ ପୂର୍ବରୁ ସବସ୍କ୍ରାଇବ୍ କରିନଥାନ୍ତି ତାହେଲେ ଆଜିରେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦାବିଦେବେ। ଭିଡ଼ିଓଟିକୁ ନିଶ୍ଚିତ ଭାବେ ଶେଷ ପର୍ଯ୍ୟନ୍ତ ଦେଖିବେ, ଲାଇକ୍ ଓ ବନ୍ଧୁମାନଙ୍କୁ ସେୟାର କରିଦେବେ। ଆମର ପୀଠର ଦେବତା ହଉଛନ୍ତି ପାରେଶ୍ୱର ମହାଦେବ। ସେଇ ଶଙ୍କର ଭଗବାନଙ୍କ ପାଦରେ ଆତ୍ମନିବେଦନ କରି ବିଷୟ ବସ୍ତୁକୁ ଗମନ କରିବା ହନୁମାନଙ୍କର ଗ୍ରାମ ରାଜ୍ୟରେ ଭକ୍ତ ଜଣେ ଲେଖିଛନ୍ତି ଠାକୁରଙ୍କ ବିଷୟରେ। ପାରେଶ୍ୱର ମହାଦେବ ଆମ ବଡ଼ ଠାକୁର। ସବୁଦିନ ଆସିବି ମୁଁ ତାଙ୍କ ମନ୍ଦିର।
ପାଖେରି ମାଧ୍ୟମରେ ନା ବାପ 5 ପୁଅ ବାପ 5 ଜଣଙ୍କୁ ଏକତା କରିପାରୁନି ଆମ ବର୍ତ୍ତମାନେ ଏକାଠି ହେବେ ଅନୁଷ୍ଠାନ ହବା ବଡ଼ କଷ୍ଟ ଲେଖିଛନ୍ତି ମାଳିକାରେ ଗୋଟିଏ ପଦ ସମୟ ତ କମ ବଡ଼ ଆଲୋଚନା କରିବା ଅଚ୍ୟୁତାନନ୍ଦ ମହାପୁରୁଷ ଆପଣମାନଙ୍କର ମାଳିକାରେ ଲେଖିଥିଲେ ବାବୁ ଏକ ଚଉଚାରି ବରୁଳ ଏକ ଚଉଚାରି ବରୁଳ କାର୍ଯ୍ୟ ସମାଧାନ ଆଗେ ମା ମାନଙ୍କୁ ଅଧିକାର ଦିଆଯାଇଛି ଦ୍ୱିତୀୟତଃ ବର୍ତ୍ତମାନ ଆମର ସରକାରଙ୍କ ବିରୁଦ୍ଧରେ ଆମେ କହିପାରିବା ନାହିଁ ସରକାର ମଧ୍ୟ ଆଇନ କରିଦେଇଛନ୍ତି ନାରୀ ମାନଙ୍କୁ ଆଗ ତେଣୁ ସବୁ ଏ କହିବାର ବିପରୀତ ହବ ଏ ଦିଗ ଭଗବତକୁ ପ୍ରାଧାନ୍ୟ ଦେଇଛି ଶାସ୍ତ୍ର ମଧ୍ୟରେ କେତେ ଶାସ୍ତ୍ର ଆମର ଅଛି ଅଷ୍ଟାଦଶ ପୁରାଣ ମଧ୍ୟରେ ଭଗବତ ମହାପୁରାଣ କୁହାଯାଇଛି କେବଳ ନୀତି ଶିକ୍ଷା ହଉଛି ଆପଣମାନଙ୍କର ଭଗବତ ଶାସ୍ତ୍ର ବ୍ୟାସଦେବ ଲେଖିଲେ ଆପଣମାନଙ୍କର ଭାଗବତରେ ଭୋତାତ କର୍ମ ପାଦେ ସେବରେ କହୁ অভিরাম জগতগুরু ঠাকুর অভিরাম পরমহংস দেব লেখନ୍ତି নিজ ପାଇଁ যে কর্ম করে তাকে কহিলে কর্মী আপন ପାଇଁ যে কর্ম করে তাকে কহিলে যে প্রেমী হে তাহলে আমি যেতে কর্ম করিলে আমরি পাই পর উপকার অনেক শাস্ত্রে ব্রহ্মକୁ এক କୁହାଯାଇଛି एक ब्रह्म द्वितीय ଆପଣମାନଙ୍କର ମହାପୁରାଣ ବ୍ୟାସଦେବ ତିନି ବ୍ରହ୍ମ କଥା କହିଛନ୍ତି ମହାପୁରାଣରେ ଭଗବତ କର୍ତ୍ତା ବ୍ୟାସଦେବ ଲେଖିଛନ୍ତି ତିନି ବ୍ରହ୍ମ ତିନି ବ୍ରହ୍ମ କାହିଁକି ବ୍ୟାସଦେବ କଲେ ସମୟ ଆଣ୍ଟିବନି ଆପଣ ଇଆଡ଼େ ବା ସମୟ ସ୍ୱଳ୍ପ ତେଣୁ ଖାଲି ସଂକ୍ଷେପ କରି କହିବା ତିନି ବ୍ରହ୍ମ କଥା ଆପଣମାନଙ୍କର ବ୍ୟାସଦେବ ଲେଖିଛନ୍ତି ଭାଗବତରେ ଜୀବ ହଉଛି ଏକ ବ୍ରହ୍ମ ନାମ ହଉଛି ଏକ ବ୍ରହ୍ମ ପରମ
ନାମ ହଉଛି ବ୍ରହ୍ମ, ପରମ ହଉଛନ୍ତି ବ୍ରହ୍ମ। ଶିବ ବ୍ରହ୍ମକୁ ନାମ ବ୍ରହ୍ମରେ ହଜାଇ ଦେଲେ ମଜାଇ ଦେଲେ ଶିବ ବ୍ରହ୍ମ ପରମ ବ୍ରହ୍ମ ସାନିଧ୍ୟ ଲାଭ କରେ। ଭଗବତର କଥା ଆପଣମାନେ ଯେତେ କଳ୍ପନା କରିବେ ଭଗବତର କଥା ସରିବ ନାହିଁ। ଏମିତି ଏ ଶାସ୍ତ୍ର। ତେଣୁ ଆପଣମାନଙ୍କର ପାଇଁ ଆଜିର ବିଷୟ ରହିଛି ପରୀକ୍ଷା ଅଭିଶାପ। ପରୀକ୍ଷା ରାଜାଙ୍କ ପାଇଁ ଅଭିଶାପ ରହିଛି। ଏ ହଉଛି ଆପଣମାନଙ୍କର ଶ୍ରୀମଦ ଭଗବତର ପ୍ରଥମ ଖଣ୍ଡର 17 ଅଧ୍ୟାୟରେ ଆପଣମାନଙ୍କର 46 ପେଜ କଥା। ରାଜା ହଉଛନ୍ତି ପରୀକ୍ଷା, ରାଜ୍ୟ ହସ୍ତିନାଥ କଟକ। ରାଜ୍ୟ ହଉଛି ଆପଣମାନଙ୍କର ହସ୍ତିନାଥ। ହସ୍ତିନାଥ କଟକରେ ରାଜା ପରୀକ୍ଷା ତାଙ୍କର ବଂଶ ସୋମ ବଂଶ। ସୋମ ବଂଶରେ ରାଜା କରୁଣି ରାଜା ପରୀକ୍ଷା ଭଳି ମହାରାଜାଙ୍କୁ ଅଭିଶାପ ହେଲା। କାରଣ କଣ? ଆପଣମାନଙ୍କର ମେହର କୁହନ୍ତି ଗଙ୍ଗାଧର ଆପଣମାନଙ୍କର ମହାପୁରାଣ ଶ୍ରୀମଦ ଭାଗବତ ଆଜ୍ଞା ଗୋଟିଏ ପଦ ଲେଖିଲେ ନିଶ୍ଚିତ ହବ। କେମିତି ଆନ ହବ? ଆପଣମାନଙ୍କର ବ୍ୟାସଦେବ କହିଲେ ଭାଗବତରେ ସେବା କାର ପୁଣ୍ୟ ପୁଣ୍ୟ ଫଳେ କେମିତି ହବା ବିଷୟ ସମୟ କମ ସାନ ଭାଇ ପୁଣି ସମୟ ରହିବ ଅଧଘଣ୍ଟାର ପାଲା ପଦ ଠିକା ଠିକା ଆଲୋଚନା କରିବ। ଏକ ଦିନର ଘଟା ରାଜା ପରିଚିତ କଲେ କଣ? ଆପଣମାନଙ୍କର ବସୁ ଲେଖିଛନ୍ତି ରାଜା ପରିଚିତ ସମୟ ହଉଛି ରାଜା ପରୀକ୍ଷା କାହାକୁ ନ ଜଣାଇ ସାଙ୍ଗରେ ରଥି ପଦାର୍ଥୀ ଧରି ମୃଗୟା ଅର୍ଥେ ଭ୍ରମଣ କରିବ। ସେତେବେଳେ ରାଜା ମହାରାଜା ମାନେ ସବୁ ଯୁଦ୍ଧ କରୁଥିଲେ। ବନ୍ଧୁଗଣ ଆଉଥରେ ମୁଁ ସ୍ମରଣ କରାଯାଉଛି ଆଜି ଭାଗବତ ପାରାୟଣର ପ୍ରଥମ ଶୁଭାଧିବାସରେ ବାଦୀପାଲ ଅନୁଷ୍ଠିତ ହେଉଛି। ଏହି ବାଦୀପାଲାରେ ପାଲା ଗାୟକ ଶ୍ରୀଯୁକ୍ତ ଧ୍ରୁବଚରଣ ରଥ ଏବଂ ଅଲିକ ଚନ୍ଦ୍ର ଦାସ
ପରିବେଷଣ କରୁଛନ୍ତି ଶ୍ରୀଯୁକ୍ତ ଅଲେଖ ପ୍ରସାଦ ଦାସ। ଆପଣ ଦେଖୁଛନ୍ତି ପ୍ରଥମେ ପାଲା ଗାୟକ ଶ୍ରୀଯୁକ୍ତ ଧ୍ରୁବଚରଣ ରଥ ବର୍ତ୍ତମାନ ପାଲା ପରିବେଷଣ କରୁଛନ୍ତି।
ऋषिଙ୍କର ଆଶ୍ରମ ଦେଖିଲେ ଧ୍ୟାନସ୍ଥ ଅଛନ୍ତି। ବାବୁରେ ଶାସ୍ତ୍ର କୁହେ ଚାରି ଜାଗାରେ ପ୍ରଣାମ ନିଷେଧ। ଚାରି ଜାଗାରେ ଆପଣ ମାନେ ପ୍ରଣାମ କରିବେ। ଚାରି ଜାଗା କୋଉ କୋଉ ଜାଗା? କେଉଁ କେଉଁ ଜାଗାରେ ଆପଣ ମାନେ ପ୍ରଣାମ କରିବେନି? ଶାସ୍ତ୍ର କୁହେ ଯେ ଧ୍ୟାନସ୍ଥରେ ଅଛନ୍ତି ପ୍ରଣାମ କରିବେ। ଜଣେ ତୈଳ ମାରି ହେଇ ଗାଧେଇ ଯାଉଛି, ଆପଣମାନଙ୍କର ଗୁରୁଜନ ହେଲେ ମଧ୍ୟ ଆପଣ ଭେଟ ଯଦି ହେବେ ଶାସ୍ତ୍ର କୁହେ ତାହେଲେ ତୃତୀୟ ଜାଗା ଜଣେ ଭୋଜନ କରି ବସିଛନ୍ତି, ମାନ୍ୟ ହେଲେ ମଧ୍ୟ ସେ ଭୋଜନରେ ବ୍ୟସ୍ତ, ଶାସ୍ତ୍ର କୁହନ୍ତି ସେଠି ଆପଣ ପ୍ରଣାମ କରିବେ। ଆଉ ଜାଗାରେ ଚତୁର୍ଥ ହଉଛି ଜଣେ ନିଦ୍ରାରେ ଆପଣ ପ୍ରଣାମ କରିବେ, ସେ କଣ ଜାଣିବ? ତେଣୁ ଶାସ୍ତ୍ରକାର କୁହନ୍ତି ଚାରି ଜାଗାରେ ପ୍ରଣାମ ନିଷେଧ। ଶାସ୍ତ୍ରକାର ମଧ୍ୟ କୁହନ୍ତି ଚାରି ଜାଗାକୁ ଆପଣ ମାନେ ତୀର୍ଥ ହସ୍ତରେ ଯିବେ ନାହିଁ। ଚାରି ଜାଗାକୁ ଆପଣ ମାନେ ଖାଲି ହାତରେ ଯିବେ। କେଉଁ କେଉଁ ଜାଗା? ଦେବପୀଠ। ବର୍ତ୍ତମାନ ଏହି ସତାର କାର୍ଯ୍ୟକ୍ରମ ଚାଲିଛି ମହାଦେବଙ୍କ ପ୍ରାଙ୍ଗଣରେ। ହେଲେ ଦେବପୀଠକୁ ଆପଣ ମାନେ କେବେ ଖାଲି ହାତରେ ଯିବେ? ଆଉ ଯୋଉ ଜାଗା ଶାସ୍ତ୍ରକାର କହିଲେ ଝିଅ ବରକୁ ଖାଲି ହାତରେ ଯିବେ ନାହିଁ। ଆଉ ଯୋଉ ଜାଗା ନାମ ଦିଆ ଗୋସେଇ, ଗୋସେଇ ଗୃହକୁ ଆପଣ ମାନେ କେବେ ଖାଲି ହାତରେ ଯିବେ ନା। ଆଉ କେଉଁ ଜାଗା? ତେଣୁ ହେ ସର୍ଜନ, ତେଣୁ ଝିଅ ଘରକୁ ଯିବେ ନାହିଁ, ଗୋସେଇ ଗୃହକୁ ଯିବେ ନାହିଁ, ମନ୍ଦିରକୁ ଖାଲି ହାତରେ ଯିବେ ନାହିଁ। ଆଉ ଯୋଉ ଜାଗା ଯିବେନି ଆପଣଙ୍କର ସମୁଦ୍ର। ଦେବକର୍ତ୍ତା କହିଲେ ସମୁଦ୍ରକୁ ଖାଲି ହାତରେ ଦର୍ଶନ କରାଯାଏ ନାହିଁ। ଗୋଟିଏ ଫୁଲ ହଉ ନହେଲେ ଫଳ ଗୋଟିଏ ହଉ, ଫୁଲ ନାହିଁ କି ଫଳ ନାହିଁ, ଶାସ୍ତ୍ରକାର କହିଲେ ଗୋଟିଏ ପଇସା ପକାଇ ଆପଣ ମାନେ ପ୍ରଣାମ କରିବେ। ଜଳପାନ ନିମନ୍ତେ ଡାକିଲେ, ଋଷି ଧ୍ୟାନସ୍ଥରେ ଅଛନ୍ତି, କିନ୍ତୁ ରାଜା ପରୀକ୍ଷା ବ୍ୟତିକ୍ରମ କରୁଛନ୍ତି। ଡାକିଲେ ବାବୁରେ ଆଶ୍ରମରେ ଅଛ, ଜଳ ଟିକେ ଆପଣ ମାନେ ଦିଅନ୍ତୁ। ଦ୍ୱିତୀୟ ବର୍ଷରେ 3 ବାର ଡାକିଲେ ଆପଣଙ୍କର ପରୀକ୍ଷା ରାଜା। ଧ୍ୟାନସ୍ଥ ଅଛନ୍ତି, ଶ୍ରମିକ ଋଷି। ଯେଣୁ ଶ୍ରମିକ ଋଷି ଆଜ୍ଞା ଜ୍ଞାନ ଜଗତରେ ଅଛନ୍ତି, କର୍ମ ଜଗତରେ ଥିଲେ ସିନା ଶୁଣିବେ। ଶ୍ରମିକ ଋଷି ଆପଣଙ୍କର ଜ୍ଞାନ ଜଗତରେ ଯେତେବେଳେ 3 ବାର ରାଜା ପରୀକ୍ଷା ଡାକିଲେ ଶ୍ରମିକ ଋଷି ଆଉ ଶୁଣି ନାହାନ୍ତି। କ୍ରୋଧାନ୍ୱିତ ହେଲେ ରାଜା ପରୀକ୍ଷା। ବାବୁରେ କ୍ରୋଧ ସୃଷ୍ଟି ହେଲେ ଆପଣଙ୍କର ଜ୍ଞାନ ଧ୍ୱଂସ ହେଇଯାଏ। ଶାସ୍ତ୍ରକାର ମାନେ କ୍ରୋଧ ଯଦି ସୃଷ୍ଟି ହୁଏ ଜ୍ଞାନ ଧ୍ୱଂସ ହେଇଯିବ। ତେଣୁ ତାହାରି ମଧ୍ୟ ପରୀକ୍ଷକ ପାଖରେ ଦେଖାଗଲା। ବିଚାର କଲେ ମୁଁ ହଉଛି ହସ୍ତିନାକଟକର ରାଜା ପରୀକ୍ଷା। ମୋ କଥା କିଏ ବ୍ରାହ୍ମଣ ଅପେକ୍ଷା କରୁଛି। ଦ୍ୱିତୀୟ ବର୍ଷର ପରୀକ୍ଷା ମହାରାଜା ଯେତେବେଳେ ଫେରିଲେ ଆଜ୍ଞା ଦେଖିଲେ କାଳ ପଡିଛି। କାଳ କିଏ? ସର୍ପର ଏକ ନାମ ହଉଛି କାଳ। ମଲା ସର୍ପଟି ପଡିଛି। ରାଜା ପରୀକ୍ଷା ଇଏ ତୀର ଦ୍ୱାରା ସର୍ପକୁ ଆଣି ଋଷିଙ୍କ ବେକରେ ଲମ୍ବାଇ ଦେଲେ। ପରୀକ୍ଷା ରାଜା ଟିକେ ଶାନ୍ତ ସର୍ପକୁ ପକେଇ ଦେଇ ରାଜା ଆଜ୍ଞା ଚାଲିଲେ। ଦ୍ୱିତୀୟ ବର୍ଷରେ ହେଲା କଣ? ସମ୍ବିତ ଋଷିଙ୍କର ପୁଅ ନାମ ହଉଛି ଶୃଙ୍ଗି। ଦ୍ୱିତୀୟ ବର୍ଷରେ ଜଙ୍ଗଲକୁ ଯାଇଥିଲେ, ବଣକୁ ଯାଇଥିଲେ କିଏ ନା ଶୃଙ୍ଗି। ସମିଧ ପାଇଁ କାଠ ପାଇଁ, କାହିଁକି ନା ସବୁଦିନ ଋଷି ବ୍ରାହ୍ମଣ ମାନେ ଟିକେ 7 ଆହୁରି ଲେଖା ଭୋଗ କରନ୍ତି। ପୁତ୍ର ଶୃଙ୍ଗି ଆସି ପହଞ୍ଚି ଗଲେ, ଦେଖି ପକାଇଲେ ବାପାଙ୍କ ବେକରେ ମଲା ସର୍ପ।
देखी पकैले ऋषि को बेकरे मोला सब पिला जाईकरी कहि देले श्रृंगी की श्रृंगी रे तो बापा को बेकरे मोला साप पड़िछि देखि बुझा खेल छाड़ी आ गया श्रृंगी आसी को पहुंचले आश्रम निकटरे बापा को बेकरे मोला गुरुत्व साप लागी गले किए किए ध्यान कले ध्यान बଳରେ ଶୁଣି ଜାଣିଲେ ହସ୍ତିନାକଟକର ରାଜା ପରୀକ୍ଷିତ ଆଜି କାର୍ଯ୍ୟ କରିଛନ୍ତି ପ୍ରଧାନିତ ହେଇ ଶୃଙ୍ଗି ଆଜ୍ଞା ଅଭିଶାପ ଦେଲେ ମଣିମା ଆପଣ ଯେଉଁ କର୍ମ କରିଛନ୍ତି ଏ 7 ଦିନର ଧିଆର ପକ୍ଷିୟକ ଗବେଷଣା କରିବା ଅଭିଶାପ ଦେଲେ ଆପଣଙ୍କର ପରିଚୟ ମହାରାଜ ବାବୁରେ କିଛି ସମୟ ଟିକେ ଅତିବାହିତ ହେଲା 5 ମିନିଟ 10 ମିନିଟ ଯେତେବେଳେ ଅତିବାହିତ ହେଇକି ଇତି ଅବସରରେ ଶ୍ରମିକ ଋଷିଙ୍କର ଧ୍ୟାନ ଭାଙ୍ଗିଗଲା ଆଜ୍ଞା କର୍ମ ଜଗତକୁ ଫେରି ଆସିଛନ୍ତି ଆପଣମାନଙ୍କର ଶ୍ରମିକ ଜ୍ଞାନ ଜଗତ କର୍ମ ଜଗତକୁ ଫେରି ଆସିଲେ ଶ୍ରମିକ डाकिले पुओ सुंगी इरे काहा को अभिशाप देलु रे हाथ जोड़ी देखछंती आपन मानकर पुत्र सुंगी काहे की ना कहउछंती आपन मानकर श्रमिक ऋषि तू ठीक करिनु ना से होछंती आपन राजा तू राजा को अभिशाप दबा छी हो मति भ्रम समस्तिकर अछि व्यास देव आपण मानकर अष्टादश महापुराण लिखि शेष को कहले भीमस्या विरय भगवान मुनि रति मति भ्रम जति सुतिया मम दर्शन श्रृंगी की बुझाइले आपण मानकर राजा श्रमिक तू भूल कर गलु रे से हमर राजा ताके अभिशाप काहे देलु जति देइछु कारण सुंगी कहउछंती बापा कना राजा जे कर्म करिछंती ताको फल से भोगिबा उचित व्यास देव कहले भागवत रे ए कर्म करियो फल पाई रे फल पाई भागवत जे कर्म आमे परिवा फलटा सेमिति फलिबो आपण मानकर नारायण दास लिखिसंती हरिवंश रे नारायण हानो वर्तिला कर्म की लाभो ओहो ये पापो रे खाए
ବୈଷ୍ଣବ ଲେଖିଛନ୍ତି हम सामंत सिंगर ସାମନ୍ତ ସିଂହାର ମଧ୍ୟ ଲେଖି ବହୁତ ଅନେକ କଥା ଅନେକ ଶାସ୍ତ୍ର କଥା ଅଛି ତ ପାଲା ତ ସମୟ ନାହିଁ ସଂକ୍ଷେପ ସାନ ଭାଇ ବସିଛି ମଧ୍ୟ ତା ପାଳି ଆସି ପହଞ୍ଚିବ ସେ ବିଷୟ ଉଚ୍ଚାରଣ କରିବ ଆମେ ସମୟ ନେଲେ କଣ ହବ ଗୋଟେ ପ୍ରଶ୍ନ ରହିଲା ଆପଣମାନଙ୍କ ପାଲା ପ୍ରେମୀ ବନ୍ଧୁଗଣ, ପରିଚୟ ଆଜିର ପାଲାରେ ହେଲା ପାଲା ଗାୟକ ଶ୍ରୀଯୁକ୍ତ ଧ୍ରୁବଚରଣ ରଥ ଓ ତାଙ୍କର ସାଥୀ ପାଳିଆ ଏବଂ ବାୟକଙ୍କର ପାଲା ପରିବେଷଣ କିଭଳି ଲାଗିଲା ସେଥିର ମତାମତ ଆପଣମାନେ ନିଶ୍ଚିନ୍ତ ଦେବେ। ବନ୍ଧୁଗଣ, ବିଚାରକ ହେଉଛନ୍ତି ଆପଣମାନେ, ନିଶ୍ଚିନ୍ତ ମତାମତ ଦେବେ। ଜୟ ଜଗନ୍ନାଥ, ଜୟ ବାସୁଦେବ।